ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା କେବେ ହେବ ଏନେଇ ଏବେଠାରୁ ଆସିଛି ଏକ ବଡ଼ ସୂଚନା, ଯାହାକି ଫେବୃଆରୀ 15 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା। ଏହା ଉପରେ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। କେବେ ହେବ ପ୍ରାକ୍ଟିକାଲ ଏକ୍ଜାମ ଓ ଇଣ୍ଟରନାଲ ଏକ୍ଜାମ କେବେ ହେବ ସବୁକିଛି ଇନଫର୍ମେସନ୍ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଦେବାକୁ ଯାଉଛି। ତ ଜାଣିବା ପାଇଁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜୟ ଜଗନ୍ନାଥ, ସ୍ୱାଗତ କରୁଛି ଦ ଟେକ୍ନୋ ଓଡ଼ିଆର ଆଉ ଏକ ନୂଆ ଭିଡ଼ିଓକୁ। ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍ କରନ୍ତୁ ଓ ଚ୍ୟାନେଲକୁ ନୂଆ ଆସିଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ରେ ଟିପି ଅଲ୍ରେ ସିଲେକ୍ଟ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ତ ଆସନ୍ତା ଫେବୃଆରୀ 15 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSCର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। ଏହା ସମେତ ଯୁକ୍ତ ଦୁଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଢାଞ୍ଚା ମଧ୍ୟ ବଦଳିଛି, ଯାହାକି ଆସନ୍ତା ବର୍ଷ ଅର୍ଥାତ୍ 2025 ଶିକ୍ଷାବର୍ଷରୁ ଲାଗୁ କରାଯିବ ବୋଲି ସୂଚନା ରହିଛି। ଫେବୃଆରୀ 15 ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାକ୍ଟିକାଲ ପରୀକ୍ଷା ଏବଂ ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର 26 ତାରିଖରୁ ଜାନୁଆରୀ 15 ତାରିଖ ମଧ୍ୟରେ ଶେଷ ହେବ। ତେବେ 2025 ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ CHSC ଯୋଜନା ରଖିଥିଲା। କିନ୍ତୁ ବର୍ତ୍ତମାନ ସମୟରେ 2024-25 ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ନ ହୋଇଥିବାରୁ ଏହାକୁ ଆଉ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ଯୁକ୍ତ ଦୁଇ ପିଲାଙ୍କ ନାମଲେଖା ଶେଷ ହୋଇନି, ସେଥିପାଇଁ ଫର୍ମ ଫିଲ୍ଅପ୍ ତାରିଖକୁ ଆହୁରି ଟିକେ ଘୁଞ୍ଚାଇ ଦିଆଯାଇଛି। ତେବେ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ମଧ୍ୟ ଅପଡେଟ୍ ଆସିଛି।